श्रीगुरवे नमः। नमो ॐ विष्णुपादाय कृष्णपृष्ठाय भूतले श्रीमते भक्तिवेदान्तस्वामिने ते नामिने। नमस्ते सरस्वते देवी गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे। नमो महावदान्याय कृष्णप्रेमप्रदायते कृष्णाय कृष्णचैतन्य नाम्ने गौरतिसे नमः। हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधा कांत नमोस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। ओम नीलाचल निवासाय नित्याय अपरमात्मने बलभद्र सुभद्राभ्यां जगन्नाथाय ते नमः। वंशाकल्पतरुवृक्षं कृपासिन्धुव्येव च पतितानां पावनेभ्यो वैष्णवेभ्यो नमो नमः। श्रीकृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्त वृंद। हरे कृष्ण 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 हरे 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 राम 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 हरे हरे। हरे कृष्ण मो भॉइस ऑडिबल अछि? ऑडिबल अछि। थैंक यू रंजन। समस्त को बहुत बहुत धन्यवाद उपस्थित होइथिबारु। प्रभुजी को भी बहुत बहुत धन्यवाद। बहुत सुंदर टॉपिकटा अच्छी मैं किपरि भाବରେ वर्षा ऋतु को आ शरतर आगमन को वर्णना करा जायछि ए विषय वस्तु रे। मणिषर स्वभाव सहित से किपरि भूत प्रकृति द्वारा आच्छादित होइकी अछि से संपर्क रे एथिरे वर्णना करा जायछि। विषय वस्तुर ना होछि शरत वर्णना। कौन है ना प्रलंबासुर बध और वनाग्नि ग्रास पर वृंदावनर बासी माने भावुଛନ୍ତି कि श्रीकृष्ण और बलराम कौन से साधारण मनुष्य नुहंती, एमाने होचंती स्वयं भगवान जो माने आमर संतान रूप रे एठारे जन्म ग्रहण करिसंती। तो समस्ते बहुत आनंदरे अछंती कृष्णकर लीलार एक अंश ହେଇକି ସମସ୍ତେ खूब आनंदरे बसवास କରୁଛନ୍ତି। ତ ଏହିପରି ଭାବରେ ବର୍ଷା ଋତୁର ଆଗମନ ହେଇଛି ବୃନ୍ଦାବନ ଭୂମିରେ। ବର୍ଷା ଋତୁର ଆଗମନକୁ ମଣିଷର ପ୍ରକୃତି ସହିତ ମଧ୍ୟ ତୁଳନା କରାଯାଇପାରେ। କିପରି ଭାବରେ ନା ପରମ ବ୍ରହ୍ମ ହେଉଛନ୍ତି ଅନନ୍ତ ଆକାଶ ସଦୃଶ ଏବଂ ଜୀବଗଣ ହେଉଛନ୍ତି ଆକାଶରେ ଆଚ୍ଛାଦିତ ମେଘଖଣ୍ଡ ସଦୃଶ। ଆଉ ମେଘଖଣ୍ଡକୁ କାହା ସହିତ ତୁଳନା କରାଯାଇଛି ନା ଯୋଉ ଭୌତିକ ଜଗତର ଯୋଉ ତ୍ରିଗୁଣ ଅଛି ସେ ତ୍ରିଗୁଣ ଦ୍ୱାରା ବଶବର୍ତ୍ତୀ ହୋଇକି ଜୀବଗଣ ମାନେ ବାସ କରନ୍ତି, ଯୋଉଥିପାଇଁ ସେମାନେ ଭୌତିକ ଜଗତରେ ବାସ କରନ୍ତି। ତ ତାହାକୁ ମେଘାଚ୍ଛନ୍ନ ଆକାଶ ସହିତ ତୁଳନା କରାଯାଇଛି। ଆଉ ଏହା ମଧ୍ୟ କୁହାଯାଏ, କଣ କହୁଛନ୍ତି ଏଠି ପ୍ରଭୁପାଦ କହୁଛନ୍ତି କି ଜୀବଗଣ ମାନେ ହଉଛନ୍ତି ପରମ ବ୍ରହ୍ମଙ୍କର ଅଂଶ ବିଶେଷ କିନ୍ତୁ ସେମାନେ ପ୍ରକୃତରେ ପରମ ବ୍ରହ୍ମଙ୍କର ଅତ୍ୟନ୍ତ କ୍ଷୁଦ୍ର ଅଂଶ ବିଶେଷ। ଅନନ୍ତ ଆକାଶ କେବେ ବି ମେଘ ଦ୍ୱାରା ଆଚ୍ଛନ୍ନ ହୋଇପାରିବ ନାହିଁ। ତେଣୁ ପରମ ବ୍ରହ୍ମ କେବେ ବି ଭୂତ ପ୍ରକୃତିର ତ୍ରିଗୁଣ ଦ୍ୱାରା ଆଚ୍ଛାଦିତ ହୋଇପାରିବେ ନାହିଁ। ଜୀବମାନେ ହଉଛନ୍ତି ପରମ ବ୍ରହ୍ମଙ୍କର ଅତ୍ୟନ୍ତ କ୍ଷୁଦ୍ର ଅଂଶ ବିଶେଷ। ସେପରି ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମ ଜ୍ୟୋତି ସୂର୍ଯ୍ୟ କିରଣ ସଦୃଶ। ସୂର୍ଯ୍ୟ କିରଣ କଣ ହେଇଥାଏ ନା ଅନେକ ଅସଂଖ୍ୟ କ୍ଷୁଦ୍ର ଅଣୁ ପରମାଣୁଙ୍କ ଦ୍ୱାରା ଗଠିତ ହୋଇଥାଏ। ସେପରି କଣ ହେଇଥାଏ ନା ବ୍ରହ୍ମ ଜ୍ୟୋତି ପରମ ବ୍ରହ୍ମଙ୍କର ଅନେକ କ୍ଷୁଦ୍ର ଅଂଶ ବିଶେଷକୁ ନେଇକି ଗଠିତ ହୋଇଥାଏ। ସେଥିମଧ୍ୟରୁ କେତେକ ଏଇ ଭୂତ ପ୍ରକୃତିର ତ୍ରିଗୁଣ ଦ୍ୱାରା ଆଚ୍ଛାଦିତ, ତ କେତେକ ଏହା ଦ୍ୱାରା ଆଚ୍ଛାଦିତ ନୁହନ୍ତି। ତ ଏଠାରେ ଏପରି ଭାବରେ ବର୍ଣ୍ଣନା କରାଯାଇଛି କି ପରମ ବ୍ରହ୍ମ ହଉଛନ୍ତି ଅନନ୍ତ ଆକାଶ ସଦୃଶ କିନ୍ତୁ ଜୀବଗଣ ହଉଛନ୍ତି ଆଚ୍ଛାଦିତ ଆକାଶରେ ଥିବା ଆଚ୍ଛାଦିତ ମେଘ ସଦୃଶ। ଆଉ ଏ ଆଚ୍ଛାଦିତ ମେଘ ଖଣ୍ଡ ଗୁଡିକ କଣ ନା ଭୂତ ପ୍ରକୃତିର ତ୍ରିଗୁଣ, ଯାହା ମନୁଷ୍ୟକୁ ଆଚ୍ଛାଦିତ କରିକି ରଖିଥାଏ, ଯୋଉଥିପାଇଁ ତାକୁ ଭୌତିକ ଜଗତରେ ବାରମ୍ବାର ଜନ୍ମ ନେବାକୁ ପଡେ ଏବଂ ସେ ଭୌତିକ ଜଗତରେ ବାସ କରେ। ଦ୍ୱିତୀୟରେ କଣ ବର୍ଣ୍ଣନା କରାଯାଇଛି ନା ଗ୍ରୀଷ୍ମ ଋତୁର ଅତ୍ୟନ୍ତ କଷ୍ଟ ସହିଲା ପରେ ବହୁତ ଦିନ ପରେ ମାନେ ବହୁତ
ଜ୍ୱାଳା ସହିଲା ପରେ ବର୍ଷା ଋତୁ ଆସେ। ତେବେ ଯଦି ବର୍ଷା ଋତୁ ଆସିବା ପୂର୍ବରୁ ଯୋଉ ଗ୍ରୀଷ୍ମ ଋତୁର 8 ମାସ ଥାଏ, କଣ ହୋଇଥାଏ ନା ପୃଥିବୀର ଯୋଉ ବିଭିନ୍ନ ହ୍ରଦ, ନାଳ, ଯାହା ବି ନଦୀ ଯାହା ବି ଜଳର ଉତ୍ସ ରହିଲା ସେଥିରୁ କଣ ହୋଇଥାଏ ନା ଜଳ ବାଷ୍ପ ଆକାରରେ ଯାଇ ମେଘରେ ଆ, ମେଘ ହେଇକି ଆକାଶରେ ରହୁଥାଏ। ଯୋଉଟା କି କଣ ହୁଏ ନା ଯେତେବେଳେ ବର୍ଷା ଋତୁର ଆଗମନ ହୁଏ ସେତେବେଳେ ସେ ଜଳ ବର୍ଷିଯାଏ। ଠିକ୍ ସେହିପରି ଏକ ଦେଶର ଯୋଉ ସରକାର ଥାଆନ୍ତି ସେ କଣ କରନ୍ତି ନା ତାଙ୍କର ଯିଏ ବି ଜନତା ଅଛନ୍ତି ତାଙ୍କ ଦେଶରେ ଯୋଉମାନେ କୃଷି କାର୍ଯ୍ୟରେ ଅଛନ୍ତି ବା କୌଣସି କଳକାରଖାନାରେ କାମ କରୁଛନ୍ତି ବା କୌଣସି କ୍ଷେତ୍ରରେ ସେମାନେ ଲିପ୍ତ ଅଛନ୍ତି ତାଙ୍କଠାରୁ ସେ କର ଆଦାୟ କରନ୍ତି। କଣ ପାଇଁ? ନା କୌଣସି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ହଉ କିମ୍ବା ଶିକ୍ଷା ଅନୁଷ୍ଠାନ ଗଠନ କରିବା ପାଇଁ ହଉ ଏଥିପାଇଁ ସେ କରକୁ ସେମାନେ ଅ, ବ୍ୟବହାର କରନ୍ତି। କିନ୍ତୁ ଏଠାରେ ସରକାରଙ୍କୁ କଳୁଷିତ ହେବା ଉଚିତ ନୁହଁ, ତାଙ୍କୁ କରର ଅପବ୍ୟବହାର କରିବା ଉଚିତ ନୁହଁ। ଠିକ୍ ଯେପରି କଣ କୁ ହୁଏ ନା ଆକାଶ ଜଳକୁ ବାଷ୍ପ ହେଇକି ଯାଏ ଏବଂ ସେଠାରେ ସଂଗଠିତ ହେଇକି ରୁହେ ବର୍ଷା ଋତୁରେ ସେ ପୁଣି ଆସେ ବର୍ଷାଣ ହେଇକି ଆସେ ଠିକ୍ ସେହିପରି ସରକାରଙ୍କୁ କଣ କରିବା ଦରକାର ନା ସେ ଯୋଉ କର ଆଦାୟ କରୁଛନ୍ତି ଜନତାମାନଙ୍କ ଠାରୁ ତାଙ୍କୁ ତାଙ୍କର ସୁବ୍ୟବସ୍ଥା ପାଇଁ ହିଁ ଉପଯୋଗ କରିବା ଦରକାର। ତାପରେ କଣ ବର୍ଣ୍ଣନା କହୁଛନ୍ତି ପ୍ରଭୁପାଦ ନା ସେ ଏଠାରେ ମେଘଖଣ୍ଡ ମାନଙ୍କୁ ଜଣେ ଦାନୀ ବ୍ୟକ୍ତି ସାଙ୍ଗରେ ତୁଳନା କରୁଛନ୍ତି। କିପରି? ନା ଯୋଉ ମେଘଖଣ୍ଡ ମାନେ ଯେତେବେଳେ ଆସନ୍ତି ବର୍ଷଣ କରନ୍ତି ସେମାନେ କୌଣସି ଏହା ବିଚାର କରନ୍ତି ନାହିଁ ଯେ କେଉଁ ଜାଗାରେ ଆମକୁ କେତିକି ବର୍ଷଣ କରିବାର ଅଛି। ସେମାନେ ପବନ ଦ୍ୱାରା ଘୁରି ଘୁରି ବୁଲନ୍ତି ଚାରିଆଡ଼େ ଦେଶର ସମସ୍ତ କୋଣ ଅନୁକୋଣକୁ ଯାଆନ୍ତି ଏବଂ ହ୍ରଦ ନଦୀ ପୁଷ୍କରିଣୀ ପ୍ରଭେଦ କରନ୍ତି ନାହିଁ ଏବଂ ସବୁ ଜାଗାରେ ହସ୍ତ ଖୋଲି ଜଳ ବର୍ଷଣ କରନ୍ତି। କିପରି? ଯେପରି କୌଣସି ଏକ ଧନୀ ଲୋକ ଅଛନ୍ତି ସେମାନେ ବେଳେ ବେଳେ କଣ କରନ୍ତି ନା ତାଙ୍କର ଧନ ଭଣ୍ଡାରକୁ ଖୋଲି ଦେଇ ଯୋଉମାନେ ଧନର ଆବଶ୍ୟକତା ଅଛି ସେମାନଙ୍କୁ ଧନ ଦିଅନ୍ତି ଏବଂ ସେ ଏହା ଦେଖନ୍ତି ନାହିଁ ଯେ କାହାକୁ କେତେ ଧନ ଦବାର ଅଛି କାହାକୁ କେତେ ଧନର ଆବଶ୍ୟକତା ଅଛି। ସେମାନେ ଯେତେବେଳେ ଭଣ୍ଡାର ଖୋଲନ୍ତି ସେମାନେ ତାଙ୍କର ଯେତିକି ଧନ ସେ ଦାନ କରିବାକୁ ଚାହାନ୍ତି ସେତିକି ଧନକୁ ସେ ବିତରଣ କରିଦିଅନ୍ତି। ଠିକ୍ କିପରି ଯେପରି ପରମ ପୁରୁଷ ଭଗବାନ ଶ୍ରୀ ରାମଚନ୍ଦ୍ର ଥିଲେ ତାଙ୍କ ପିତା ଥିଲେ ଦଶରଥ ଥିଲେ ତ ସେ ଯେତେବେଳେ ଯୁଦ୍ଧକୁ ଯାଉଥିଲେ କୃଷି କ୍ଷେତ୍ରରେ ଯେପରି କୃଷକ ଯୋଉଗୁଡ଼ା ବାଳୁଙ୍ଗା ଅଛି ବା ଯୋଉଗୁଡ଼ାକ ଦରକାର ନାହିଁ ସେଇ ଘାସ ଗୁଡ଼ାକୁ ଓପାଡ଼ି ଦିଏ ସେ ସେଇପରି ଶତ୍ରୁମାନଙ୍କର ମୂଳ ଉତ୍ପାଟନ କରୁଥିଲେ। କିନ୍ତୁ ଆବଶ୍ୟକ ସ୍ଥଳେ ଯେତେବେଳେ ସେ କୌଣସି ଯଜ୍ଞ କରୁଥିଲେ ବା କୌଣସି ଅ, ଯେକୌଣସି ଯଜ୍ଞ କରୁଥିଲେ କି ତପସ୍ୟା କରୁଥିଲେ ତ ସେତେବେଳେ ସେ କଣ କରୁଥିଲେ ନା ତାଙ୍କର ହସ୍ତ ଖୋଲି ସମସ୍ତଙ୍କୁ ଧନ ବିତରଣ କରିଦଉଥିଲେ। ତ ମେଘଖଣ୍ଡ ମାନେ ମଧ୍ୟ ସେପରି ବ୍ୟବହାର କରନ୍ତି। ସେମାନେ କୌଣସି ହ୍ରଦ ପୁଷ୍କରିଣୀ ଭିତରେ ପ୍ରଭେଦ ଦେଖନ୍ତି ନାହିଁ ଏବଂ ହସ୍ତ ଖୋଲି ବା ଆ, କିଛି ବିଚାର ନକରି ବର୍ଷଣ ହୋଇଥାନ୍ତି। ଆ, ତାପରେ କଣ କୁହାଯାଉଛି ନା ଯେପରି ହୋଇଥାଏ ଏମିତି କି ଗ୍ରୀଷ୍ମ ଋତୁରେ ପୁରା ସବୁଆଡ଼େ ଶୁଷ୍କ ପଡ଼ିଯାଇଥାଏ। ବୃକ୍ଷଲତା ମାନେ ଝାଉଁଳି ଯାଇଥାନ୍ତି ତାଙ୍କୁ ପାଣିର ଆବଶ୍ୟକତା ରହିଥାଏ କିନ୍ତୁ ଯେତେବେଳେ ଜଳ ବର୍ଷଣ ହୁଏ ସେତେବେଳେ କଣ ହୁଏ ନା ଚାରିଆଡ଼େ ସବୁଜିମାରେ ଭରିଯାଏ। ବୃକ୍ଷଲତା ମାନେ ସତେଜ ଦେଖାଯାଆନ୍ତି। ଆ, ଘାସ ମାନେ ସବୁଜ ଦେଖାଯାଆନ୍ତି। କିପରି? ନା ଯେପରି ବହୁ ବର୍ଷ ଧରି ଏକ ରାଜ୍ୟ ଏକ ଅଯୋଗ୍ୟ ସରକାରଙ୍କ ଦ୍ୱାରା ଯେତେବେଳେ ଶାସିତ ହୋଇଥାଏ ସେଠାରେ ବହୁତ ଅଭାବ ଦେଖାଯାଏ। ଅର୍ଥରେ ହଉ ଧର୍ମ ଅର୍ଜନରେ ହଉ ସ୍ୱାସ୍ଥ୍ୟ କ୍ଷେତ୍ରରେ ହଉ ବିଭିନ୍ନ କ୍ଷେତ୍ରରେ ଅସୁବିଧା ଦେଖାଯାଇଥାଏ କିନ୍ତୁ ଯେତେବେଳେ କୌଣସି ଏକ ଯୋଗ୍ୟ ସରକାର ପୁଣି ଆଉଥରେ ଆସନ୍ତି ନିଯୁକ୍ତି ହୁଅନ୍ତି ତାପରେ କଣ ହୁଏ ନା ପୁଣି ସମୃଦ୍ଧ ହୁଏ ଦେଶର ପୁଣି ଉନ୍ନତି ହୁଏ। ଠିକ୍ ସେଇଭଳି ବର୍ଷା ଋତୁ ଯେତେବେଳେ ଆସେ ସେତେବେଳେ ଚାରିଆଡ଼େ ସବୁଜିମା ଭରିଯାଏ। କୃଷକର କୃଷି କ୍ଷେତ୍ର କୃଷି କୃଷି କ୍ଷେତ୍ର ସବୁଜିମାରେ ଭରି ଉଠେ ତ ଏପରି ହୋଇଥାଏ। ତ ଆମକୁ ଏଠାରେ ଧ୍ୟାନ ଦେବା ଉଚିତ ଯେ ଆମର ଯୋଉ ଭୌତିକ ଜଗତର ମଣିଷମାନେ ଥାଆନ୍ତି ସେମାନେ ବିଭିନ୍ନ ପ୍ରକାର ଯୋଗ ସାଧନାରେ ବା ତପବିଧିରେ ନିଯୁକ୍ତି ଥାଆନ୍ତି। କଣ ପାଇଁ? ନା ତାଙ୍କର ଭୌତିକ କାମନାକୁ ପୂର୍ଣ୍ଣ କରିବା ପାଇଁ ତାଙ୍କର ଇନ୍ଦ୍ରିୟ ତୃପ୍ତି ପାଇଁ। କିନ୍ତୁ ଯାହା ପ୍ରକୃତରେ ଉପଯୁକ୍ତ ନୁହଁ। ଜୀବକୁ ତାର ସ୍ୱରୂପକୁ ଭୁଲିବା କଥା ନୁହେଁ। ଜୀବ ହେଉଛି ସର୍ବଦା ପାଇଁ ନିତ୍ୟ କୃଷ୍ଣ ଦାସ। ତେଣୁ ତାକୁ ଭକ୍ତି ମାର୍ଗରେ ରହି ତପ ସାଧନା କରିବାର ଅଛି। ଯାହା ଫଳରେ କଣ ହବ ନା ସେ ତାର ଯୋଉ ନିଜର
ଆଧ୍ୟାତ୍ମିକ ସ୍ତର ଅଛି ଯୋଉଟା ତାର ପ୍ରକୃତ ସ୍ତର, ସେ ସ୍ତରକୁ ସେ ଆସିପାରେ ଏବଂ ଆଧ୍ୟାତ୍ମିକ ଆନନ୍ଦକୁ ପ୍ରାପ୍ତ କରିପାରେ। ଆମେ ଦେଖିଥିଲେ ବି ଯେମିତି ଭଗବତ ଗୀତାର ଶ୍ଲୋକରେ 2ୟ ଅଧ୍ୟାୟରେ ବର୍ଣ୍ଣିତ ହେଇଥିଲା କି ଯଦି କୌଣସି ବ୍ୟକ୍ତି ତାର ଭୌତିକ କାମନାକୁ ପୂର୍ଣ୍ଣ କରିବା ପାଇଁ ଯୋଗ ବିଧି ପାଳନ କରୁଛି ବା ତପସ୍ୟା କରୁଛି, ତେବେ ସେଭଳି ଲୋକକୁ ମୂର୍ଖ ଲୋକ ବୋଲି ଗଣନା କରାଯାଏ ଏବଂ ତାର ତପସ୍ୟାରୁ କୌଣସି ଫଳାଫଳ ଆସେ ନାହିଁ। ଆଉ ଏକ ଦୃଶ୍ୟ ମଧ୍ୟ ବର୍ଷା ଋତୁରେ ଦେଖାଯାଏ। ଯେ ବର୍ଷା ଋତୁରେ ଯେତେବେଳେ ରାତି ଆକାଶରେ କଣ ହୋଇଥାଏ ନା ମେଘାଚ୍ଛନ୍ନ ହୋଇଥାଏ, ତ ଚାରିଆଡେ ଅନ୍ଧାର ହୋଇଥାଏ, କେବଳ ଜୁଳୁଜୁଳିଆ ପୋକମାନେ ଗଛ ଉପରେ ଉଡ଼ିବାର ଦେଖାଯାଆନ୍ତି। ଆ, କିନ୍ତୁ ଯୋଉମାନେ ପ୍ରକୃତରେ ଆଲୋକ ପ୍ରଦାନକାରୀ ନକ୍ଷତ୍ର, ଚନ୍ଦ୍ରମା ଏସବୁ କଣ ହୋଇଥାନ୍ତି ନା ମେଘାଚ୍ଛନ୍ନ ହୋଇଯାଇଥାନ୍ତି। ଜୁଳୁଜୁଳିଆ ପୋକଙ୍କ ଠାରୁ ଆମକୁ କୌଣସି ଆଲୋକ ପ୍ରାପ୍ତ ହୁଏ ନାହିଁ। ଏଇ ଜୁଳୁଜୁଳିଆ ପୋକମାନେ କଣ ନା ଆଜିର ସମାଜରେ କଳି ଯୁଗରେ ଯୋଉମାନେ ନାସ୍ତିକ ଅଛନ୍ତି ବା ଯୋଉମାନେ ଶାସ୍ତ୍ରର ଦର୍ଶନର ଅପଭ୍ରଂଶ କରିକି ଲୋକମାନଙ୍କୁ ବର୍ଣ୍ଣନା କରନ୍ତି ତାଙ୍କ ସଦୃଶ। ତ ଆମକୁ କଣ କରିବାର ଅଛି ନା ତାଙ୍କମାନଙ୍କ ଠାରୁ ଆଲୋକ ନବାର ନାହିଁ। ଯୋଉମାନେ ପ୍ରକୃତ ଯୋଗୀ, ଯେଉଁମାନେ ବୈଦିକ ରୀତିନୀତି ଅନୁସାରେ ତପସ୍ୟା କରନ୍ତି କିମ୍ବା ଭକ୍ତି ଯୋଗ ମାର୍ଗରେ ରହି କାର୍ଯ୍ୟ କରନ୍ତି, ଭକ୍ତି କରନ୍ତି, ଆମକୁ ତାଙ୍କର ଆଶ୍ରୟ ନେବାର ଅଛି। ସେଇମାନେ ହଉଛନ୍ତି ପ୍ରକୃତରେ ନକ୍ଷତ୍ର ଓ ଚନ୍ଦ୍ରମା ସଦୃଶ, ଯେଉଁମାନେ ପ୍ରକୃତରେ ଆଲୋକ ବିତରଣ କରନ୍ତି। ସେଥିପାଇଁ ପ୍ରଭୁପାଦ କଣ କହୁଛନ୍ତି ନା ଆମକୁ ଏଇ ଶସ୍ତା ଦାର୍ଶନିକ ମାନଙ୍କର ଆଶ୍ରୟ ନେବାକୁ ନାହିଁ। ଆମକୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଯୋଉ ଏଇ କୃଷ୍ଣ ଭାବନାମୃତ ସଂଘ ଅଛି, ଯୋଉଠାରେ ଆମକୁ କୀର୍ତ୍ତନ କରିବାର ଅଛି, ଭଗବାନଙ୍କ ନାମ ଜପ କରିବାର ଅଛି, ତ ଆମକୁ ଏହାର ଆଶ୍ରୟ ନେବାର ଅଛି। ଆମକୁ ଭକ୍ତି ଯୋଗ ମାର୍ଗରେ ଅଗ୍ରସର ହେଇକି ଭଗବାନଙ୍କର ସେବା କରିବାର ଅଛି। ତ ସେହିପରି ଭାବରେ ଯଦି ଜଣେ କିଏ ନିଜର ଭୌତିକ କାମନା ପାଇଁ ତପସ୍ୟା କରୁଛି, ତ ତାକୁ ଯଥାର୍ଥ ବୋଲି ଅ, ଗ୍ରହଣ କରାଯାଏ ନାହିଁ। ଆ, ତ ଏମିତି ବି ବେଳେ ବେଳେ ଦେଖାଯାଏ କି ବର୍ଷା ଋତୁରେ କଣ ହୁଏ ଆ, ନା ଯୋଉମାନେ ବେଙ୍ଗ ମାନେ ଥାଆନ୍ତି, ସେମାନେ ରଡି କରନ୍ତି ବର୍ଷା ଋତୁରେ। କିପରି ଭାବରେ ତାଙ୍କ ଶବ୍ଦ ଶୁଣାଯାଏ, ଯେପରି କୌଣସି ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀ ଗଣ ପଠନରତ ଅଛନ୍ତି ବା କୌଣସି ଏକ ବିଷୟବସ୍ତୁକୁ ପଢୁଛନ୍ତି ଏକା ସାଙ୍ଗରେ ଏକ ଗ୍ରୁପ ଭଳିଆ ହେଇକି, ସେଇଭଳିଆ ଶୁଣାଯାଏ ବେଙ୍ଗମାନଙ୍କର ରଡି। ତ ସେମାନେ ଯେତେବେଳେ କୌଣସି ଏକ ସାଂସ୍କୃତିକ ଶିକ୍ଷା ଅନୁଷ୍ଠାନରେ ଥାଆନ୍ତି ଅ, ବା କୌଣସି ଗୁରୁଙ୍କର ଅଧୀନରେ ଥାଆନ୍ତି, ସେମାନେ ଗୁରୁଙ୍କର ଆଦେଶକୁ ପାଳନ କରନ୍ତି। ସେମାନେ ବଡ଼ି ସକାଳୁ ଉଠନ୍ତି, ସ୍ନାନ କରନ୍ତି ଏବଂ ଶିକ୍ଷା ଗ୍ରହଣ କରନ୍ତି। ଗୋଟେ ସିଷ୍ଟମାଟିକ ୱେରେ ସେମାନେ ଥାଆନ୍ତି। ସେମାନେ ନିଦ୍ରା ପ୍ରତି ତାଙ୍କର ଏତେ ଆସକ୍ତି ନଥାଏ। କଣ ହୁଏ ନା ସରି ଠିକ ସେଇଭଳି କଣ ହୁଏ ନା ଯୋଉ ଆଜିର ଏଇ ଯୋଉ କଳି ଯୁଗରେ ଭୌତିକ ସମାଜରେ କଣ ହେଇଛି ନା ଯୋଉ ଆମର ଅ, ବ୍ୟକ୍ତିଗଣ ଅଛନ୍ତି, ଲୋକମାନେ ଅଛନ୍ତି, ସେମାନେ ଭୌତିକ କାମନା ଓ ଭୌତିକ ଆସକ୍ତିରେ ଆଚ୍ଛାଦିତ ହୋଇ ଶୋଇପଡ଼ିଛନ୍ତି, ନିଦ୍ରାରେ ରତ ଅଛନ୍ତି। ତାଙ୍କୁ ଭକ୍ତି ବିଷୟରେ ଏସବୁ ବିଷୟରେ ଜ୍ଞାନ ନାହିଁ। ତ ଏଥିପାଇଁ କଣ ହୁଏ ନା ଜଣେ ବିଶିଷ୍ଟ ଆଚାର୍ଯ୍ୟ ଧରାପୃଷ୍ଠକୁ ଆସନ୍ତି, ଯିଏ ବେଦ ଓ ଶାସ୍ତ୍ର ସମ୍ବନ୍ଧରେ ଲୋକମାନଙ୍କୁ କୁହନ୍ତି, ଲୋକମାନଙ୍କୁ ଜ୍ଞାତ କରାନ୍ତି ଏବଂ ତାଙ୍କର ପଥକୁ ଅ, ଅନୁସରଣ କରି କଣ ହୁଏ ନା ଭୌତିକ ଜଗତର ବ୍ୟକ୍ତିମାନେ ଯୋଉ ସୁପ୍ତ ହୋଇକି ଥାଆନ୍ତି ବହୁ ଦିନ ଧରି, ସେମାନେ ଜାଗ୍ରତ ହୁଅନ୍ତି ଏବଂ ଭକ୍ତି ମାର୍ଗରେ ଅଗ୍ରସର କରନ୍ତି। ତାପରେ କଣ ଦେଖାଯାଏ ନା ଯେତେବେଳେ ସରି ତାପରେ କଣ ଦେଖାଯାଏ ଯେ ଯେତେବେଳେ ବର୍ଷା ହୁଏ, ଯୋଉ ଛୋଟ ଛୋଟ ପୁଷ୍କରିଣୀ ଗୁଡ଼ିକ ଥାଆନ୍ତି, ହ୍ରଦ ଗୁଡ଼ିକ ଥାଆନ୍ତି, ସେମାନେ ଆଗରୁ ଶୁଷ୍କ ହେଇକି ଥାଆନ୍ତି। ଯେତେବେଳେ ବର୍ଷା ହୁଏ ସେମାନେ ପୁଣି ପରିପୂର୍ଣ୍ଣ ହେଇ ଉଠନ୍ତି। ଯେତେବେଳେ ବର୍ଷା କମିଯାଏ, ବର୍ଷା ଛାଡ଼ିଯାଏ, ସେତେବେଳେ ସେମାନେ ପୁଣି ପୁନର୍ବାର ଶୁଷ୍କ ହୋଇଯାଆନ୍ତି। ଏହାକୁ କାହା ସହିତ ବର୍ଣ୍ଣନା କରାଯାଏ ନା ଭୌତିକ ଜଗତରେ ବାସ କରୁଥିବା ବ୍ୟକ୍ତି ସାଙ୍ଗରେ। ତ ସେ କଣ କରେ ନା ତାର ସମସ୍ତ ଜୀବନ ଏଇଥିରେ ଲଗାଇ ଦିଏ ଯେ ତାକୁ ଧନ ସଞ୍ଚୟ କରିବାର ଅଛି, ନିଜର ଗୃହ ପାଇଁ, ନିଜର ପରିବାର ପାଇଁ, ନିଜର ପିଲାଛୁଆମାନଙ୍କ ପାଇଁ, ଏବଂ ସେ ସେଥିରେ ହିଁ ଲିପ୍ତ ରୁହେ। ଯଦିଓ ତାକୁ ଏ ଭୌତିକ ଜଗତରେ ବହୁତ ପୀଡ଼ା ସହିବାକୁ ପଡ଼େ, ବହୁତ ପ୍ରତିକୂଳ ପରିସ୍ଥିତି ସହିତ ଗତି କରିବାକୁ ପଡ଼େ, କିନ୍ତୁ ସେ ସେଥିରେ ହିଁ ଲିପ୍ତ ରୁହେ। ସେ ଭକ୍ତି ମାର୍ଗକୁ ଆସେ ନାହିଁ। ଯାହା ଫଳରେ କଣ ହୁଏ ନା କିଛି ସମୟ ପାଇଁ ତାକୁ ହୁଏତ ସେଥିରୁ ଖୁସି ମିଳେ।
ଆନନ୍ଦ ବି ମିଳେ। କିନ୍ତୁ ପୁନର୍ବାର ଯେପରି ପୁଷ୍କରିଣୀ ଶୁଷ୍କ ହେଇଯାଏ, ସେପରି ଭାବରେ ତାଙ୍କୁ ପୁନର୍ବାର କଣ ହୁଏ ନା ତାଙ୍କ ଜୀବନରେ ପୁଣି ଦୁଃଖ ଆସିଯାଏ। ତ ସେମାନେ ଏପରି ଭାବରେ ପୀଡ଼ାରେ ରୁହନ୍ତି। ସେମାନେ ଜନ୍ମ ମୃତ୍ୟୁ ଚକ୍ରରୁ କେବେ ବି ବାହାରି ପାରନ୍ତି ନାହିଁ। ସେମାନେ ବାରମ୍ବାର ଜନ୍ମ ନେଉଥାନ୍ତି ଏବଂ ବାରମ୍ବାର ପୀଡ଼ାର ଶିକାର ହେଉଥାନ୍ତି। ତ ଏଇଠି ଆମକୁ ମନେ ରଖିବାର ଅଛି କି ଯଦିଓ ଜଣେ ବ୍ୟକ୍ତି ଗୃହସ୍ଥ ହେଇକି ରହୁଛି ଏବଂ ସେ ସାଂସାରିକ କାର୍ଯ୍ୟରେ ତାର ମନ ଲିପ୍ତ କରୁଛି, ସାଂସାରିକ ସୁଖ ଅନୁଭବ କରିବାରେ ମନ ଲିପ୍ତ କରୁଛି, ତେବେ ସେଇ ସୁଖ ସମଗ୍ର ମରୁଭୂମିରେ ଏକ ଜଳବିନ୍ଦୁ ସଦୃଶ। ତ ଯାହାକି ତାକୁ ସମଗ୍ର ରୂପେ ତାହାକୁ ସନ୍ତୁଷ୍ଟ କରିପାରିବ ନାହିଁ। ଏହା ହେଉଛି କ୍ଷଣସ୍ଥାୟୀ। ତ ସବୁବେଳେ ସେ ରୁହେ ନାହିଁ, ସେଥିରେ ପୁଣି ଉଠାଅ ଚଢ଼ାଅ ରହୁଥାଏ। ସେ କେବେ ତାକୁ ସମ୍ପୂର୍ଣ୍ଣ ରୂପେ ଖୁସି ଦେଇପାରେ ନାହିଁ। କିନ୍ତୁ ଯୋଉ ବ୍ୟକ୍ତି କୃଷ୍ଣ ଚେତନାମୃତରେ ଥାଏ, ଚେତନାମୃତରେ ରହି ଭଗବାନଙ୍କର ସେବା କରୁଥାଏ, ସିଏ ଏସବୁ କୌଣସି ଭୌତିକ ପରିସ୍ଥିତି ଦ୍ଵାରା ବିଚଳିତ ହୁଏ ନାହିଁ। ସେ ସ୍ଥିର ଓ ନିରନ୍ତର ଭାବରେ କୃଷ୍ଣ ଚେତନାମୃତରେ ରହିଥାଏ। ଯେତେବେଳେ ବର୍ଷା ହୁଏ, କୃଷକ ମାନଙ୍କର କୃଷି କ୍ଷେତ୍ର ଅନେକ ପ୍ରକାର ଶସ୍ୟ ଶ୍ୟାମଳ ହୋଇ ଭରି ଉଠେ। ତ ସେମାନେ ଖୁସି ହେଇଯାଆନ୍ତି। ସେମାନେ ଭାବନ୍ତି କି ଏଥର ତ ବ୍ୟବସାୟରେ ଅଧିକ ଲାଭ ହେବ, ମାନେ ତାଙ୍କୁ ଅଧିକ ପଇସା ମିଳିବ ସେ ଯଦି ଅଧିକ ବିକ୍ରୟ କରିବେ। କିନ୍ତୁ ଯୋଉମାନେ ପୁଞ୍ଜିପତି ମାନେ ଥାଆନ୍ତି, ସେମାନେ ଏହା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୁଅନ୍ତି। ତାଙ୍କ ମନରେ ଈର୍ଷା ଆସେ, ତାଙ୍କ ମନ ଆନ୍ଦୋଳିତ ହୋଇ ଉଠେ କି ଏବେ ଯଦି ଅଧିକ ଦ୍ରବ୍ୟ ଉତ୍ପାଦନ ହୁଏ, ତେବେ ଆହୁରି ଅଧିକ ଯୋଉ ବଜାରରେ ଅଛି ପ୍ରତିଯୋଗିତା, ସେ ଆହୁରି ବଢିବ, ଆମର ଧନହାନି ହବ। ତ ସେମାନେ କଣ କରନ୍ତି ନା ଯଦି ସେମାନଙ୍କ ମଧ୍ୟରୁ କୌଣସି ପୁଞ୍ଜିପତି ମାନଙ୍କ ମଧ୍ୟରୁ ଜଣେ କିଏ ସରକାରରେ ଆସେ, ସିଏ ଚେଷ୍ଟା କରେ କି କିପରି କୃଷକମାନେ ଅଧିକ ଉତ୍ପାଦନ ନ କରିବେ, ତାଙ୍କୁ ହାନି ପହଞ୍ଚାଇବା ପାଇଁ ଚେଷ୍ଟା କରେ। କିନ୍ତୁ ସେମାନେ ମୂଢ଼ ଅଟନ୍ତି। ସେମାନେ ଜାଣିପାରନ୍ତି ନାହିଁ ଯେ ଖାଦ୍ୟ ଶସ୍ୟ ଯୋଗାଇବା କାର୍ଯ୍ୟ କରୁଛନ୍ତି ଭଗବାନ। ତ ପ୍ରକୃତରେ ଖାଦ୍ୟ ଶସ୍ୟ ଭଗବାନ ହିଁ ଯୋଗାଉଛନ୍ତି। ତେଣୁ ସେମାନେ ତାଙ୍କର ଭୌତିକ ପ୍ରୟାସ ଦ୍ଵାରା ତାକୁ ଅ ଭୌତିକ ପ୍ରୟାସ ଦ୍ଵାରା ତାକୁ କୌଣସି କ୍ଷତି ପହଞ୍ଚାଇ ପାରିବେ ନାହିଁ। ଅ, ସେହିପରି କୁହାଯାଏ କି ବୈଦିକ ଶାସ୍ତ୍ର ମାନଙ୍କରେ ମଧ୍ୟ ଆମର ବର୍ଣ୍ଣନା କରାଯାଏ କି ଏକ ବହୁ ନାମ ଯୋ ବିଦଧତି ଜନାନ, ଅର୍ଥାତ୍ ପରମ ପୁରୁଷ ଭଗବାନ ହିଁ ହଉଛନ୍ତି ସମସ୍ତ ପ୍ରକାର ଦ୍ରବ୍ୟର ଯୋଗାଣ କର୍ତ୍ତା, ବା ସମସ୍ତ ପ୍ରକାର ଦ୍ରବ୍ୟକୁ ସେ ଯୋଗ କରନ୍ତି ଓ ପୃଥିବୀକୁ ମଧ୍ୟ ପରମ ପୁରୁଷ ଭଗବାନ ହିଁ ରକ୍ଷା କରନ୍ତି। କିନ୍ତୁ ଏଇ ଅହଙ୍କାରୀ ମାନେ ଏହା ବୁଝିପାରନ୍ତି ନାହିଁ। ତାପରେ କଣ ହୁଏ ନା, ଯେପରି ଅଧିକ ବର୍ଷା ହେଲେ ନଦୀର ଅଧିକ ପାଣି ହେଇଯାଏ ଏବଂ ତାହା ଆସି ସମୁଦ୍ରରେ ମିଶିବାକୁ ପ୍ରୟାସ କରେ, ତ କଣ ହୁଏ ନା ସେତେବେଳେ ସମୁଦ୍ର ଆନ୍ଦୋଳିତ ହୁଏ। ଠିକ ସେହିପରି ଯୋଉମାନେ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଥାଆନ୍ତି, ଅଷ୍ଟାଙ୍ଗ ଯୋଗ ମାର୍ଗରେ ରହିକି ସାଧନା କରୁଥାନ୍ତି, ସେମାନେ ଭୌତିକ କାମନା ଦ୍ଵାରା ପ୍ରପୀଡ଼ିତ ହୋଇଥାନ୍ତି। ତ ତା ବ୍ୟକ୍ତିକୁ କଣ କରିବାର ଅଛି ନା ଅଷ୍ଟାଙ୍ଗ ଯୋଗ ସ୍ଥିତି ବ୍ୟକ୍ତି ଏଥିପାଇଁ କରିଥାଏ ନା ତାକୁ କେବଳ ତାର କିଛି ଭୌତିକ କାମନା ପୂର୍ଣ୍ଣ କରିବାକୁ ଥାଏ, ଯୋଉଟା କି କ୍ଷଣସ୍ଥାୟୀ, ତା ସବୁବେଳେ ପାଇଁ ରୁହେ ନାହିଁ। କିନ୍ତୁ ଯୋଉମାନେ ଭଗବାନଙ୍କର ଭକ୍ତ ଗଣ ଅଛନ୍ତି, ଯୋଉମାନେ ଭକ୍ତି ମାର୍ଗରେ ରହି ଭଗବାନଙ୍କ ସେବା କରନ୍ତି, ସେମାନେ କଣ ନା ଉଚ୍ଚ ପର୍ବତ ସଦୃଶ। ଯେପରି ଜୋରେ ବର୍ଷା ହେଲେ ବା ଜୋରେ ପବନ ହେଲେ ପର୍ବତ ମାନଙ୍କରେ ଟିକେ ଟିକେ କୋଉଠି କ୍ଷୟକ୍ଷତି ହୁଏ, କିନ୍ତୁ ସେ ପର୍ବତ ସେହିପରି ଅବିଚଳିତ ଭାବରେ ଠିଆ ହୋଇଥାଏ। ଠିକ ସେହିପରି ଯୋଉମାନେ ଭକ୍ତଗଣ ଥାଆନ୍ତି, ଭଗବାନଙ୍କର ସେବକ ମାନେ ଥାଆନ୍ତି, ସେମାନେ କୌଣସି ପ୍ରକାର ଭୌତିକ ପରିସ୍ଥିତିରେ ବିଚଳିତ ହୁଅନ୍ତି ନାହିଁ। ସେମାନେ ଭଗବାନଙ୍କ ସେବାରେ ହିଁ ଶରଣାପନ୍ନ ହେଇ ହିଁ କାର୍ଯ୍ୟ କରିଥାନ୍ତି। ବର୍ଷା ଋତୁରେ କଣ ହୁଏ ନା କେତେକ ଅବ୍ୟବହୃତ ରାସ୍ତା ଦେଖାଯାଏ, ଯାହାକୁ ବ୍ୟବହାର କରାଯାଏ ନାହିଁ। ଏହି ଅବ୍ୟବହୃତ ରାସ୍ତା ସେହିପରି ବ୍ରାହ୍ମଣ ମାନଙ୍କ ସହିତ ତୁଳନା କରାଯାଏ, ଯୋଉମାନେ ଶାସ୍ତ୍ର ଓ ବୈଦିକ ବିଧି ସମ୍ପର୍କରେ ଜ୍ଞାନ ଆହରଣ କରନ୍ତି ନାହିଁ ଏବଂ ଭୌତିକ କାମନାରେ ନିଜକୁ ଲିପ୍ତ କରନ୍ତି। ତେଣୁ ଜୀବକୁ ଏଠି ମନେ ରଖିବା ଉଚିତ ଯେ ସେ ହଉଛି ଭଗବାନଙ୍କର ସେବକ, ତେଣୁ ତାକୁ ବୈଦିକ ରୀତିନୀତି ଅନୁଯାୟୀ ଭକ୍ତି ମାର୍ଗରେ ରହି ଭଗବାନଙ୍କର ସେବା କରିବାର ଅଛି। ତ ଯେତେବେଳେ ସେ କଥା ଭୁଲିଯାଏ, ସେତେବେଳେ ସେ ଫସିଯାଏ।
ତେବେ ଆମ ସମାଜରେ ମଧ୍ୟ ଦେଖା ଆସନ୍ତି। ସେଥିରେ କଣ ହୋଇଥାଏ ନା ଏକ ନାରୀକୁ ଏକ ପୁରୁଷର ଆବଶ୍ୟକତା ରହିଥାଏ, ଏକ ପୁରୁଷକୁ ଏକ ନାରୀର ଆବଶ୍ୟକତା ରହିଥାଏ। ତେଣୁ ଏ ଯୋଉ ଦମ୍ପତି ଅଛନ୍ତି, ଏ ଦମ୍ପତିକୁ କଣ କରିବା ଉଚିତ ନା କୃଷ୍ଣ ଭାବନାମୃତରେ ରହି ଭଗବାନଙ୍କର ସେବା, ଭଗବାନଙ୍କ କୀର୍ତ୍ତନ କରିବାର ଅଛି। ଚପଳତା ଦେଖେଇବାର ନାହିଁ, ବିଚଳିତ ହବାର ନାହିଁ। ଭଗବାନଙ୍କ ସେବାରେ ହିଁ ନିଜକୁ ଲିପ୍ତ କରିବାର ଅଛି। ଯେପରି ବିଜୁଳି ଗୋଟେ ବାଦଲରୁ ଆଉ ଗୋଟେ ବାଦଲରୁ ସ୍ଫୁରିତ ହୁଏ, ସେହିପରି ତାଙ୍କୁ ଆଚରଣ କରିବାର ନାହିଁ। ତାଙ୍କୁ ଅବିଚଳିତ ଭାବରେ ରହି ଭଗବାନଙ୍କର ସେବା କରିବାର ଅଛି। ବର୍ଷା ଋତୁ ଆକାଶରେ କଣ ଦେଖାଯାଏ ନା ମେଘମାନେ ଚନ୍ଦ୍ରକୁ ଦେଇ ଅ, ଗତି କରୁଥାନ୍ତି। ତ ଆମକୁ ଚନ୍ଦ୍ରକୁ ଦେଇ ଗତି କରୁଥାନ୍ତି ବା ଆକାଶରେ ଗତି କରୁଥାନ୍ତି। ତ ଆମକୁ ଏପରି ଭାବରେ ପ୍ରତୀତ ହୁଏ କି ଚନ୍ଦ୍ର ବି ମେଘ ସହିତ ଗତି କରୁଛି। ତ ଆମକୁ ଏହା ପ୍ରତୀତ ହୁଏ। ପ୍ରକୃତିରେ ତାହା ହୁଏ ନାହିଁ। ଠିକ୍ ସେଇଭଳି ଯେତେବେଳେ ବ୍ୟକ୍ତି ଭାବେ କି ମୋ ଭୌତିକ ଯୋଉ ଘଟଣା ଚାଲିଛି ବା ଭୌତିକ ପରିସ୍ଥିତି ଚାଲିଛି, ମୁଁ ଯଦି ତା ସହିତ ନିଜ ତାଳ ଲଗେଇ ଗତି କରିବି, ତାହେଲେ ହୁଏତ ମୁଁ ଖୁସିରେ ରହିବି। କିନ୍ତୁ ତାକୁ ଏପରି କରିବାର ନାହିଁ। ଭୌତିକ ଅ, କାମରେ ନିଜକୁ ଲିପ୍ତ କରିବା ନାହିଁ। ଯେତେବେଳେ ବ୍ୟକ୍ତି ଶରୀରକୁ ହିଁ ଆତ୍ମା ବୋଲି ବିବେଚନା କରେ, ସେତେବେଳେ ସେ ଫସିଯାଏ। ତ ବ୍ୟକ୍ତିକୁ ଏହା ଜାଣିବାର ଅଛି କି ସିଏ ଇଏ ଯୋଉ ଶରୀର ନୁହଁ, ସିଏ ହଉଛି ଆତ୍ମା ଏବଂ ସେ କୃଷ୍ଣଙ୍କର ହଉଛି ନିତ୍ୟ ସେବକ ଏବଂ ତାକୁ ଏଇ ସେବାରେ ହିଁ ନିଜ ସମସ୍ତ ପ୍ରୟାସକୁ ଦେବାର ଅଛି। ବର୍ଷା ଋତୁ ଆକାଶରେ ଆଉ କଣ ଦେଖାଯାଏ? ଆ ତା ଇନ୍ଦ୍ରଧନୁ ଦେଖାଯାଏ, ଯାହାକି ବହୁତ ସୁନ୍ଦର ଦେଖାଯାଏ ଆକାଶରେ। କିନ୍ତୁ ଇନ୍ଦ୍ରଧନୁ ଟା କୌଣସି ପ୍ରକୃତ ଧନୁ ନୁହେଁ। ଯେପରି ଗୋଟେ ଧନୁର ଆକାର ବଙ୍କା ହେଇଥାଏ ଓ ତାର ଏହା ଦୁଇ ଗୁଣଯୁକ୍ତ ହୋଇଥାଏ। କିନ୍ତୁ ଇନ୍ଦ୍ରଧନୁର ସେପରି ନଥାଏ, ଗୁଣଯୁକ୍ତ ହୋଇନଥାଏ। ଠିକ୍ ସେହିପରି ଯେତେବେଳେ ଭଗବାନ ପୃଥିବୀକୁ ଆସନ୍ତି, ସେ ମାନବର ଶରୀର ନେଇ ଆସନ୍ତି, ତାର ଅନ୍ତରଙ୍ଗା ଶରୀର ନେଇ ଆସନ୍ତି। କିନ୍ତୁ ସେ କୌଣସି ପ୍ରକାର ଭୌତିକ କାମନାର ବଶବର୍ତ୍ତୀ ହୋଇନଥାନ୍ତି। ତ ସମସ୍ତ ପ୍ରକାର ବହିରଙ୍ଗା ଗୁଣରୁ ମୁକ୍ତ ଥାନ୍ତି। ତ ଆମେ ଯାହାକୁ ବନ୍ଧନ ବୋଲି କହୁ ଭୌତିକ ଜଗତରେ, ଭଗବାନ ଯେତେବେଳେ ଅବତାର ନେଇକି ଆସନ୍ତି ତାକୁ ମୁକ୍ତି ବୋଲି କୁହାଯାଏ। କାରଣ ଭଗବାନ କୌଣସି ଭୌତିକ ଜଗତର ତ୍ରିଗୁଣ ଦ୍ୱାରା ଆଚ୍ଛାଦିତ ହୋଇନଥାନ୍ତି। ଅ, ମାନବ ରୂପ ନେଇ ଆସନ୍ତି ତାଙ୍କର ଲୀଳା କରିବା ପାଇଁ, ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ, ତାଙ୍କ ଭକ୍ତମାନେ ଯେପରି ସୁଯୋଗ ପାଇବେ ଭଗବାନଙ୍କର ସେବା କରିବା ପାଇଁ। ତ ପ୍ରଭୁପାଦ ଏଠାରେ କହୁଛନ୍ତି ନା ଯୋଉ କୃଷ୍ଣ ଅ, ଯୋଉ ଆମର ସଂଘ ଅଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଭଗବାନଙ୍କର କୀର୍ତ୍ତନ ଏବଂ ଜପ କରିବା ପାଇଁ କୃଷ୍ଣ ଚରିତାମୃତ ସଂଘ ଅଛି। ତ ସେଥିରେ କଣ ହୁଏ? ମାନେ ଯୋଉମାନେ ବ୍ୟକ୍ତିମାନେ ଥାଆନ୍ତି, ସେମାନେ ଯେତେବେଳେ ଆଗରୁ ଭୌତିକ ଜଗତରେ ଲିପ୍ତ ଥାଆନ୍ତି ଭୌତିକ କାର୍ଯ୍ୟରେ, ତ ସେମାନେ ମଳିନ ଦେଖାଯାଆନ୍ତି ବା କଦାକାର ଦେଖାଯାଆନ୍ତି। କିନ୍ତୁ ଯେତେବେଳେ ସେମାନେ କୃଷ୍ଣ ଭାବନାମୃତ ସଂଘରେ ଆସିକି ଯୋଗଦାନ କରନ୍ତି, ତ ସେମାନଙ୍କର ଯୋଉ ଥାଏ ଅ ଉଜ୍ଜ୍ୱଳତା, ଶରୀରର ଉଜ୍ଜ୍ୱଳତା ବଢ଼ିଯାଏ। ସେମାନେ ଭଗବାନଙ୍କ ସେବାରେ ଲିପ୍ତ ହୋଇଯାଆନ୍ତି। କିପରି? ଯେମିତି ଠିକ୍ ମୟୂରମାନେ ଆକାଶରେ ମେଘ ଦେଖିକି ଆନନ୍ଦରେ ନୃତ୍ୟ କରନ୍ତି। ଠିକ୍ ସେଇପରି ଯେତେବେଳେ କୌଣସି ଭୌତିକ କାମନାରେ ଲିପ୍ତ ହୋଇ ରହିଥିବା ବ୍ୟକ୍ତି କୌଣସି ଭକ୍ତ ବା ସାଧୁ ସଙ୍ଗ ଲାଭ କରେ, ଠିକ୍ ସେଇପରି ସେ ମୟୂର ଯେପରି ନୃତ୍ୟ କରେ, ସେ ମଧ୍ୟ ସେହିପରି ଖୁସିରେ ନୃତ୍ୟ କରି ଉଠେ। ତ ଏଇଠି ଶ୍ରୀଲ ନରୋତ୍ତମ ଠାକୁର କଣ କହୁଛନ୍ତି ନା ସେ ଏପରି ଏକ ବ୍ୟକ୍ତିର ସଙ୍ଗ ଲାଭ କରିବାକୁ ଚାହାନ୍ତି ଯେ ଗୃହସ୍ଥ ହେଉ କିମ୍ବା ସନ୍ନ୍ୟାସୀ ହେଉ, ସେ କୃଷ୍ଣ ଭାବନାମୃତରେ ରହି ତାର କାର୍ଯ୍ୟ ସମ୍ପାଦନ କରୁଥିବ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ନାମକୁ ଗ୍ରହଣ କରି କ୍ରନ୍ଦନ କରୁଥିବ। ତ ଶ୍ରୀଳ ନରୋତ୍ତମ ଠାକୁରଜୀ ଏଇଠି ଏପରି ବର୍ଣ୍ଣନା କରୁଛନ୍ତି କି ଯେ ସେ ଗୃହସ୍ଥ ହେଉ କିମ୍ବା ସନ୍ନ୍ୟାସୀ ହେଉ, କିନ୍ତୁ ସେ ଭକ୍ତି ମାର୍ଗରେ ରହି ଭଗବାନଙ୍କର ସେବା କରୁଥିବ। ତ ଏହାପରେ କଣ ହୋଇଛି ନା ବର୍ଷା ଋତୁରେ ଧୀରେ ଧୀରେ ସମାପ୍ତ ହବାରେ ଲାଗିଛି। ଶରତ ଋତୁ ଆସିକି ପହଞ୍ଚୁଛି। ତ କଣ ଦେଖାଯାଇଛି ବୃନ୍ଦାବନରେ ସମୟରେ? ଶ୍ରୀକୃଷ୍ଣ ଆ, ଏବଂ ବଳଦେବଜୀ ଏବଂ ତାଙ୍କର ଅନ୍ୟାନ୍ୟ ସାଙ୍ଗମାନେ, ସେମାନେ ତାଙ୍କର ଯୋଉ ଗାଭୀ ମାନେ ଅଛନ୍ତି ତାଙ୍କୁ ନେଇକି ଗୋବର୍ଦ୍ଧନ ପର୍ବତର ପାର୍ଶ୍ୱ ଜଙ୍ଗଲକୁ ଚରିବା ପାଇଁ ଯାଉଛନ୍ତି। ବର୍ଷା ହେଇକି କଣ ହେଇଛି ନା ଯେତେବେଳେ ଶରତ ଋତୁର ଆଗମନ ହଉଛି, ବର୍ଷା ଧୀରେ ଧୀରେ ଛାଡି ଯାଉଛି। ଆକାଶ ମେଘାଚ୍ଛନ୍ନ ଯୋଉ ହେଇକି ଥିଲା ତାହା ଧୀରେ ଧୀରେ ପରିଷ୍କାର ହଉଛି। ବେଳେ ବେଳେ ଟିକେ ଟିକେ ମେଘ ହଉଛି। ସେତେବେଳେ ଭଗବାନ କଣ କରୁଛନ୍ତି ନା ଗୋବର୍ଦ୍ଧନର ଯୋଉ ପର୍ବତ ଅଛି ସେଠି ଯାଇ ତାଙ୍କ ସାଙ୍ଗମାନଙ୍କ ସହିତ ଲୁଚି ଯାଉଛନ୍ତି। ଆ ସବୁଜିମା ଘାସକୁ ଗାଈମାନେ ଖାଇ ସେମାନେ ଦୁଗ୍ଧପାନ ହଉଛନ୍ତି
ଏବଂ ଯେତେବେଳେ ଭଗବାନ ଦେବୀମାନଙ୍କ ନାଁ ଧରିକି ଡାକନ୍ତି, ସେମାନେ ଯୋଉଠି ବି ଥାଆନ୍ତି ଭଗବାନଙ୍କ ପାଖକୁ ପଳାଇ ଆସନ୍ତି। ତ ଏହିପରି ଭାବରେ ଭଗବାନ ମାନବ ଲୀଳା କରୁଛନ୍ତି। ଆଉ ସମସ୍ତ ବୃକ୍ଷ ଯୋଉ ଅଛି ସେମାନେ ଫଳରେ ପରିପୂର୍ଣ୍ଣ ହେଇଯାଇଛନ୍ତି। ଆ ବ ବ ବଳଦେବଜୀ, ଭଗବାନ ଏବଂ ଅନ୍ୟାନ୍ୟ ସାଙ୍ଗମାନେ ଯେତେବେଳେ ଗୋବର୍ଦ୍ଧନ ପର୍ବତରେ ବୁଲୁଛନ୍ତି ବା ଗାଈ ଚରିବା ପାଇଁ ଯାଉଛନ୍ତି, ସେତେବେଳେ ମାତା ଯଶୋଦା କଣ କରୁଛନ୍ତି ନା ତାଙ୍କ ପାଇଁ ବିଭିନ୍ନ ପ୍ରକାର ମିଠା ଦ୍ରବ୍ୟ ଏବଂ ଅ, ଖାଇବା ଜିନିଷ ତିଆରି କରି ତାଙ୍କ ପାଖକୁ ପଠଉଛନ୍ତି। ତ ଏଠି କଣ କୁହାଯାଉଛି? ଆ ସେ ତାର ପ୍ରଶଂସା କରୁଛନ୍ତି, କାରଣ ଏଇ ଯୋଉ ପ୍ରକୃତି ଅଛି ବା ଯୋଉ ଦୁର୍ଗା ଦେବୀ ଅଛନ୍ତି ଯେ ପ୍ରକୃତିର ପରିଚାଳନା କରନ୍ତି, ସେ ଭଗବାନଙ୍କର ଅଧ୍ୟକ୍ଷତାରେ କାର୍ଯ୍ୟ କରନ୍ତି, ଭଗବାନଙ୍କ ନିର୍ଦ୍ଦେଶରେ ହିଁ ସେମାନେ କାର୍ଯ୍ୟ କରିଥାନ୍ତି। ତେଣୁ ଭଗବାନ ଯୋଉ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଦେଖୁଛନ୍ତି, ସେଥିରେ ସେ ଖୁସି ହଉଛନ୍ତି। ସେ ବର୍ଷା ଋତୁରେ ପରେ ଯଦି ଶରତ ଋତୁ ଆସୁଛି, ସେଇ ପରିସ୍ଥିତିଟାକୁ ଭଗବାନ ଏକ ଯୋଗ ଭ୍ରଷ୍ଟ ଯୋଗ ଭ୍ରଷ୍ଟ ବ୍ୟକ୍ତି ଯେପରି ପୁଣି ଥରେ ଯୋଗ ମାର୍ଗରେ ଫେରି ଆସେ, ସେହିପରି ଭାବରେ ବର୍ଣ୍ଣନା କରୁଛନ୍ତି। କେମିତି ନା ଯେତେବେଳେ ବର୍ଷା ହଉଛି, ମେଘାଚ୍ଛନ୍ନ ଆକାଶ ରହୁଛି, ଚାରିଆଡେ ପରିବେଶ ଅ ଏପରି ରହୁଛି କି ବର୍ଷା ହେଉଛି, କୌଣସି କାର୍ଯ୍ୟ ହୋଇପାରୁନାହିଁ, ତାହାକୁ ସେ ବର୍ଣ୍ଣନା କରିଛନ୍ତି ଯେ କୌଣସି ବ୍ୟକ୍ତି ଯେ ଯୋଗରୁ ଭ୍ରଷ୍ଟ ହେଇଯାଇଛି, ସେ ପୁନର୍ବାର କେମିତି ଫେରୁଛି ନା ଯେପରି ଶରତ ଋତୁରେ କଣ ହଉଛି ନା ଆକାଶ ପରିଚ୍ଛନ୍ନ ହେଉଛି, ଶୁଭ୍ର ଦେଖାଯାଉଛି। ଠିକ ସେଇଭଳି ସେ ପୁଣି ଆଉଥରେ ଆସିକି ଭକ୍ତି ମାର୍ଗରେ ଯୋଗଦାନ କରୁଛି ବା ଯୋଗରେ ଲିପ୍ତ ହଉଛି ଶାସ୍ତ୍ର ଅନୁଯାୟୀ। ତ ଏ ଶରତ ଋତୁକୁ ଏହିପରି ଭାବରେ ବର୍ଣ୍ଣନା କରାଯାଇଛନ୍ତି। ଆ ଏପରି ମଧ୍ୟ ଆକୁ ବର୍ଣ୍ଣନା କରାଯାଇଛି କି ଆଉ କହିଲି ମୁଁ ଯେମିତି ଆଗରୁ କି ଯୋଉ ପୁଷ୍କରିଣୀ ମାନେ ଥାଆନ୍ତି, ହ୍ରଦ ମାନେ ଥାଆନ୍ତି, ସେମାନେ କଣ ହୋଇଥାନ୍ତି ନା ବର୍ଷା ଋତୁରେ ଜଳପୂର୍ଣ୍ଣ ହେଇଥାନ୍ତି, କିନ୍ତୁ ଯେତେବେଳେ ଶରତ ଋତୁ ଆସେ ସେମାନେ ଧୀରେ ଧୀରେ ଶୁଷ୍କ ହବାକୁ ଲାଗିଥାନ୍ତି। ଠିକ ସେହିପରି ଯୋଉ ବ୍ୟକ୍ତି ଯେ ଭୌତିକ କାମନାରେ ବଶବର୍ତ୍ତୀ ହୋଇଛି, କେବଳ କିପରି ଧନ ସଞ୍ଚୟ କରିବ ନିଜ ପରିବାର ପାଇଁ, ନିଜ ପୁତ୍ର ପୁତ୍ରୀ ମାନଙ୍କ ପାଇଁ, ସେ ଗୋଟେ ସମୟ ପରେ କଣ ହଉଛି ନା ଯେତେ ସିଏ ଭୌତିକ ପୀଡାରେ ପୀଡାକୁ ତାକୁ ସହିବାକୁ ପଡୁଛି, କାରଣ ଭୌତିକ ଆନନ୍ଦ ହଉଛି କ୍ଷଣସ୍ଥାୟୀ। ତେଣୁ ଏପରି ଶାସ୍ତ୍ରରେ କୁହାଯାଇଛି କି 50 ବର୍ଷ ହେଲା ପରେ ବ୍ୟକ୍ତିକୁ କଣ କରିବା ଉଚିତ ନା ଭୌତିକ କାମନାରୁ ବାହାରି ଆସିବା ଉଚିତ ଏବଂ ଭଗବାନଙ୍କ ସେବା କରିବା ଉଚିତ। ବିଭିନ୍ନ ପ୍ରକାର ଭଗବାନଙ୍କର ଯୋଉ ଭୂମି ଅଛି, ଭଗବାନଙ୍କର ଯୋଉ ତୀର୍ଥ ସ୍ଥାନ ଅଛି, ସେଠି ଯାଇକି ତାକୁ ଭଗବାନଙ୍କର ସେବା କରିବାର ଅଛି। ଆ, ତେବେ ଶରତ ଋତୁକୁ ଆଉ କି ପ୍ରକାର ବର୍ଣ୍ଣନା କରାଯାଇଛି? ଯୋଉମାନେ କୃଷକ ମାନେ ଥାଆନ୍ତି, ସେମାନେ ବର୍ଷା ଋତୁ ଯେତେବେଳେ ସମାପ୍ତ ହୋଇଯାଏ, ସେମାନେ କଣ କରନ୍ତି ନା ହିଡ଼ ବାନ୍ଧି ଦିଅନ୍ତି, ବା ଯୋଉ ୟା ପରେ ଆଉ କୌଣସି ବର୍ଷା ହବାର ନାହିଁ, ତେଣୁ ବର୍ଷା ଜଳକୁ ବାନ୍ଧି ରଖିବା ପାଇଁ ସେ ହିଡ଼ ଲଗେଇ ଦିଅନ୍ତି। ଠିକ ସେହିପରି ଯେଉଁ ବ୍ୟକ୍ତି ଅ ଭଗବାନଙ୍କର ସେବାରେ ଥାଏ, କୃଷ୍ଣ ଭାବନାମୃତରେ ଥାଏ, ସିଏ ତାର ଇନ୍ଦ୍ରିୟକୁ ଠିକ ସେହିପରି ଭାବରେ ସଂଯମ କରି ରଖିପାରିଥାଏ, ଯେପରି ଏକ କୃଷକ ପାଣିକୁ ସଞ୍ଚୟ କରି ରଖିଥାଏ ତାର କୃଷି କାର୍ଯ୍ୟରେ ଲଗାଇବା ପାଇଁ। ଏହାକୁ ଏପରି ଭାବରେ ବର୍ଣ୍ଣନା କରାଯାଇଛି। ଶରତ ଋତୁ ଆମେ ମଧ୍ୟ ଏ କଥା ଜାଣିଛେ, ଯୋଉ ବୃନ୍ଦାବନର ଗୋପୀ ମାନେ ଥିଲେ, ସେମାନେ ଥିଲେ ଭଗବାନଙ୍କର ସବୁଠାରୁ ବଡ ଭକ୍ତ ଥିଲେ ବା ଭଗବାନଙ୍କ ସବୁଠାରୁ ପ୍ରିୟ ଥିଲେ। କାରଣ ଯେତେବେଳେ ଶରତ ଋତୁରେ ମୃଦୁ ପବନ ବହୁଥିଲା, ବିଭିନ୍ନ ପ୍ରକାର ପୁଷ୍ପଙ୍କର ବାସ୍ନା ପବନରେ ବହୁଥିଲା, ସେତେବେଳେ ବୃନ୍ଦାବନ ବାସୀ ମାନେ ଖୁସି ହେଇଯାଉଥିଲେ। କିନ୍ତୁ ଏହା ଗୋପୀ ମାନଙ୍କୁ ଖୁସି କରିପାରୁନଥିଲା। ସେମାନେ କେବଳ ଭଗବାନଙ୍କ ଦର୍ଶନ ପାଇଲା ପରେ, ଭଗବାନଙ୍କର ସଙ୍ଗ ଏବଂ ଆଲିଙ୍ଗନ ପ୍ରାପ୍ତ କଲା ପରେ ହିଁ ସେମାନେ ସନ୍ତୁଷ୍ଟ ହଉଥିଲେ। ତେଣୁ ଯୋଉ ବ୍ୟକ୍ତି ଥାଏ ଭୌତିକ ଜଗତରେ ଥାଏ, ସେ ଭୌତିକ ଜଗତର ଛୋଟ ଛୋଟ ଖୁସିରେ ସେ ଖୁସି ହେଇଯାଏ, କିନ୍ତୁ ସେ ଜାଣିପାରେ ନାହିଁ ଯେ ଏହା ତାର ପ୍ରକୃତ ଲକ୍ଷ୍ୟ ନୁହେଁ। ଭଗବାନଙ୍କ ସେବାରେ ଲିପ୍ତ ଥିବା ବ୍ୟକ୍ତି ହିଁ ପ୍ରକୃତ ଆନନ୍ଦକୁ ଉପଭୋଗ କରିଥାଏ ବା ଆଧ୍ୟାତ୍ମିକ ଆନନ୍ଦକୁ ସେ ଉପଭୋଗ କରିଥାଏ। ତେବେ ଶ୍ରୀଳ ରୂପ ଗୋସ୍ୱାମୀ କୁହନ୍ତି କି ବ୍ୟକ୍ତି ଯଥେଷ୍ଟ ଧୈର୍ଯ୍ୟ, ଯଥେଷ୍ଟ ବିଶ୍ୱାସ ଏବଂ ଉତ୍ସାହର ସହିତ ଭକ୍ତି ମାର୍ଗରେ ଅଗ୍ରସର କରିବା ଉଚିତ। ଏ ବ୍ୟକ୍ତିକୁ ଧୈର୍ଯ୍ୟ ଏବଂ ଉତ୍ସାହର ସହିତ ଭକ୍ତି ମାର୍ଗରେ ଅଗ୍ରସର କରିବାର ଅଛି। କିପରି ଅ, ଅ, ବ୍ୟକ୍ତିକୁ ଭୌତିକ କାମନାର ବଶବର୍ତ୍ତୀ ହେବାର ନାହିଁ, କାରଣ ଏହା କ୍ଷଣସ୍ଥାୟୀ। ବ୍ୟକ୍ତିକୁ ଭଗବାନଙ୍କ ସେବାରେ ହିଁ ଲିପ୍ତ ହବାର ଅଛି, ବୈଦିକ ଶାସ୍ତ୍ର ଅନୁଯାୟୀ ବା ଭକ୍ତି ମାର୍ଗରେ ନିଜକୁ ଲିପ୍ତ କରି।
ତ ଯେତେବେଳେ ଶରତ ଋତୁ ହୁଏ ତ ସେତେବେଳେ କଣ ହୁଏ ନା ସୂର୍ଯ୍ୟଙ୍କର ଆଲୋକ ମିଳେ। ସୂର୍ଯ୍ୟଙ୍କର ଆଲୋକ ଉଭୟ କଇଁ ଆଉ ପଦ୍ମକୁ ମିଳେ। କିନ୍ତୁ ପଦ୍ମ ଯୋଉ ସୂର୍ଯ୍ୟ ଆଲୋକ ପାଏ ସେଥିରେ ସେ ଅଧିକ ବିକଶିତ ହୁଏ। କଇଁ ସେଥିରୁ ବିକଶିତ ହୋଇପାରେ ନାହିଁ। ଏହାକୁ ପ୍ରଭୁପାଦ କାହା ସହିତ ବର୍ଣ୍ଣିତ କରୁଛନ୍ତି? ନା ଯେତେବେଳେ କୌଣସି ଏକ ସାମ୍ରାଜ୍ୟର ରାଜା ଶକ୍ତିଶାଳୀ ଥାଆନ୍ତି, ସମୃଦ୍ଧଶାଳୀ ଥାଆନ୍ତି, ସେ ରାଜ୍ୟର ଜନତା ମାନଙ୍କୁ ଡକାୟତ ମାନଙ୍କ ଠାରୁ ଡର ନଥାଏ। ଏଠାରେ ସେ ପଦ୍ମକୁ ତୁଳନା କରୁଛନ୍ତି ଜନତା ମାନଙ୍କ ସହିତ। କଇଁ ହଉଛି ଡକାୟତ ଏବଂ ସୂର୍ଯ୍ୟ କିରଣକୁ ବର୍ଣ୍ଣନା କରୁଛନ୍ତି ସେ ସମୃଦ୍ଧଶାଳୀ ରାଜାଙ୍କ ସହିତ। ସେହିପରି ଭାବରେ ଶରତ ଋତୁକୁ ବର୍ଣ୍ଣନା କରାଯାଇଛି। କାହାକୁ ଶରତ ଏବଂ ବର୍ଷା ଋତୁର ଉପମା ଦିଆଯାଇକି ଜୀବର ପରିସ୍ଥିତିକୁ ବର୍ଣ୍ଣନା କରାଯାଇଛି କି ବର୍ଷା ଋତୁ ହେଉଛି ଏକ ଭୌତିକ ସ୍ତର ସଦୃଶ। ଯେତେବେଳେ ଜୀବ କଣ ହେଇଥାଏ ନା ଭୂତ ପ୍ରକୃତିର 3 ଗୁଣ ଦ୍ୱାରା ଆଚ୍ଛାଦିତ ହୋଇକି ରହିଥାଏ, କିନ୍ତୁ ପରେ ଯେତେବେଳେ ଶରତ ଋତୁ ଆସେ ଆକାଶ ପରିଷ୍କାର ହେଇଯାଏ, ଶୁଭ୍ର ହୋଇଯାଏ। ଠିକ୍ ସେଇଭଳି ଯେତେବେଳେ ଜୀବ କଣ ହୁଏ ନା ଭୌତିକ କାମନାକୁ ଛାଡ଼ି ଇନ୍ଦ୍ରିୟ ବଶବର୍ତ୍ତୀ ନ ହୋଇ ଭକ୍ତି ମାର୍ଗରେ ଅଗ୍ରସର ହୁଏ, ସେ ସେଇଭଳି ଶୁଭ୍ର ହୋଇଯାଏ, ପରିଷ୍କାର ହୋଇଯାଏ, ସେ କଳୁଷିତ ହୋଇ ରୁହେ ନାହିଁ। ତ ଆମକୁ ମଧ୍ୟ ଦେଖୁଛେ ବର୍ଷା ଋତୁରେ ଯୋଉମାନେ ଯୋଗୀ ମାନେ ଥାଆନ୍ତି ବା ଧର୍ମ ପ୍ରଚାରକ ମାନେ ଥାଆନ୍ତି ସେମାନେ ଯାତାୟାତ କରିପାରନ୍ତି ନାହିଁ। କାହିଁକି ନା ଚାରିଆଡେ ପାଣି ହୋଇଯାଇଥାଏ, ବନ୍ଧ ହୋଇଯାଏ, ପାଣି ହୋଇଯାଇଥାଏ, ମାନେ ଅସୁବିଧା ସମ୍ମୁଖୀନ କରନ୍ତି। କିନ୍ତୁ ଯେତେବେଳେ ଶରତ ଋତୁ ଆସେ ସେମାନେ ପୁନର୍ବାର ପୁଣି ତାଙ୍କ କାର୍ଯ୍ୟରେ ଲାଗନ୍ତି। ଯୋଗୀମାନେ ଥାଆନ୍ତି ସେମାନେ ଯୋଗ ପାଇଁ ଯାଆନ୍ତି, ଧର୍ମ ପ୍ରଚାରକ ମାନେ ଧର୍ମ ପ୍ରଚାର କରନ୍ତି। ତ ଠିକ କଣ ହୁଏ ନା ଏଇ ଯୋଉ ଜ୍ଞାନୀ ମାନେ ଥାଆନ୍ତି ସେମାନେ ଆ ବ୍ରହ୍ମଜ୍ୟୋତି ସହିତ ମିଶି ଯାଆନ୍ତି ଏବଂ ଯୋଉମାନେ ଜ୍ଞାନୀ ମାନେ ଥାଆନ୍ତି ବ୍ରହ୍ମଜ୍ୟୋତି ସହିତ ମିଶି ଯାଆନ୍ତି। ଯୋଉମାନେ ଯୋଗୀ ମାନେ ଥାଆନ୍ତି ସେମାନେ ବିଭିନ୍ନ ପ୍ରକାର ବଡ ବଡ ଲୋକକୁ ପ୍ରାପ୍ତି କରିଥାନ୍ତି। ଅମ୍, କିନ୍ତୁ ଯୋଉମାନେ ଭକ୍ତ ଗୋଲୋକ ବୃନ୍ଦାବନ ବା ଭଗବାନଙ୍କର ଚରଣରେ ସ୍ଥାନ ପ୍ରାପ୍ତି କରନ୍ତି। ତେଣୁ ଏଠାରେ ପ୍ରଭୁପାତ କହିବାକୁ ଇଚ୍ଛା କରୁଛି ଆମକୁ ଭଗବାନଙ୍କର ଶରଣାପନ୍ନ ହିଁ କରିବାର ଅଛି ଏବଂ ଭୌତିକ କାମନାର ବଶବର୍ତ୍ତୀ ନ ହୋଇ କାର୍ଯ୍ୟକୁ ସମ୍ପାଦନ କରିବାର ଅଛି। ହଁ, ଏହିପରି ଭାବରେ ଅ, ଆମର ଯୋଉ 20 ନମ୍ବର ଚାପ୍ଟର ଅଛି ସେ ସମାପ୍ତ ହଉଛି। ହରେ କୃଷ୍ଣ। ହରେ କୃଷ୍ଣ। ବିଶେଷ ଧନ୍ୟବାଦ ପ୍ରାୟ এটা actually ମୋର ଫେଭରାଇଟ ସବଜେକ୍ଟ, ଫେଭରାଇଟ ଚାପ୍ଟର। ବର୍ଷା ଋତୁ ଶରତ ଋତୁରେ ପ୍ରଭୁପାଦ କି ସବୁ ଉପମା ମାନ ଦେଇଛନ୍ତି, ଯିଏ ବି କେହି ପଢିବ ବହୁତ ପ୍ରଭାବିତ ହବ ଆଉ ତାଙ୍କୁ ବି ଇଚ୍ଛା ହବ ଭକ୍ତି ମାର୍ଗରେ। ପ୍ରଭୁପାଦ ଏଇ ଯୋଉ ଉଦାହରଣ ଗୁଡା ଭାଗବତମରୁ କେବଳ ସୁନ୍ଦର ଭାବରେ ସଂରକ୍ଷିତ କରିକି ଦେଇଛନ୍ତି ଆମ ସମସ୍ତଙ୍କ ପାଇଁ। ଯିଏ ବି କେହି ପଢିବ ବର୍ଷା ଋତୁର ଏବଂ ଶରତ ଋତୁର ଆଗମନରେ ଜଣେ କର୍ମୀ, ଗୋଟେ ଜ୍ଞାନୀ ଏବଂ ଯୋଗୀ ମାନଙ୍କ ଭିତରେ କି ପରିବର୍ତ୍ତନ ଆସେ ଲେଖିବ। ୟା ପରେ ତାର କଣ ଉତ୍ସାହ ରହେ ଭଗବାନଙ୍କର ଭକ୍ତି କରିବା ପାଇଁ। ତ ବହୁତ ଇଫେକ୍ଟିଭ ଚାପ୍ଟର। ତ ସମସ୍ତଙ୍କୁ ମୁଁ ଆହୁରି ଅନୁରୋଧ କରିବି ଆଉ ଥରେ ଶ୍ରବଣ ବି କରିପାରିବ କିମ୍ବା ପଢିପାରିବ। ତ ସମୟ ଆକ୍ଚୁଆଲି ହେଇଗଲାଣି ଆଉ ମୁଁ ବି ଏତେ କମେଣ୍ଟ ଦବା ପାଇଁ ଚାହୁଁନି, କିନ୍ତୁ ମତେ ଭଲ ଲାଗେ ଏଇ 2ଟା ଚାପ୍ଟର ମତେ ଯୋଉଟା ପ୍ରେଜେଣ୍ଟ କଲେ। ତେଣୁ ମାତାଜୀଙ୍କୁ ବିଶେଷ ଧନ୍ୟବାଦ। ଆମେ ୟାପରେ ଆଉ ଜଣେ ଡିଭୋଟିଙ୍କଠୁ ଶ୍ରବଣ କରିବା। ଠିକ ଅଛି। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ।